କୁହାଯାଏ କି ସତ କେବେ ବି ଲୁଚି ରହେନି। ଆଜି ନହେଲେ କାଲି ରହସ୍ୟ ଭିତରେ ଥିବା ଘଟଣା ସାମ୍ନାକୁ ଆସେ, ଏ କଥା ସମସ୍ତେ କହନ୍ତି। ତେବେ ଏଠି ଆମେ ଏ କଥା କହିବାର କାରଣ ଅଛି। ଆସନ୍ତୁ ଜାଣିବା ଏ ବିଷୟରେ। ଆମେ କହୁଛୁ ବହୁ ଚର୍ଚ୍ଚିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ରହସ୍ୟ କଥା। କ୍ୟାପିଟାଲ ହାଇସ୍କୁଲ ବିଜ୍ଞାନ ଶିକ୍ଷୟିତ୍ରୀ ଯିଏ ନାଚୁଣୀ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ। ସ୍ୱାମୀ ପୂର୍ବତନ ବ୍ରହ୍ମଗିରି ବିଧାୟକ ଅଜୟ ଜେନା ଓ ପୁଅ ସହିତ ଶାସ୍ତ୍ରୀନଗର ଘରେ ରହୁଥିଲେ। ପୁଅ ଭଲ ପାଇ ବିବାହ କରିଥିଲେ ଉପାସନା ଷଡ଼ଙ୍ଗୀକୁ। ତେବେ କିଛି ଦିନ ଅନ୍ତେ ପ୍ରଥମେ ଅଜୟ ଜେନାଙ୍କ ପୁଅଙ୍କର ପରଲୋକ ହେଲା, ତାପରେ ପାଳି ପଡ଼ିଲା ଅଜୟ ଜେନାଙ୍କର, ଆଉ ଶେଷରେ ଶାଶୁ ଅଶ୍ରୁକଣା ପ୍ରଧାନ ବି ଚାଲିଗଲେ। ସେପଟେ ଘରେ ବହୁ ଉପାସନା ଷଡ଼ଙ୍ଗୀଙ୍କର କିଛି କଥା ସାମ୍ନାକୁ ଆସିନଥିଲା। କାହିଁକି ନା ବଡ଼ ଘର ବଡ଼ ଗୁମର କଥା ବାହାରକୁ ଆସି କାଳେ ପଦାରେ ପଡ଼ିଯିବ, ତେଣୁ ସେଥିପାଇଁ ବୋଧହୁଏ ଘରଲୋକ ନୀରବ ଥିଲେ। ତେବେ ଅଶ୍ରୁକଣାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଭୁବନେଶ୍ୱର ସତ୍ୟନଗର ମଶାଣିରୁ ପୋଲିସ ଜବତ କରିବା ପରେ ସାମ୍ନାକୁ ଆସିଲା ଅନେକ ଅଭିଯୋଗ। ଅଶ୍ରୁକଣାଙ୍କ ଭଉଣୀମାନେ ବଡ଼ ଅଭିଯୋଗ ଆଣିଥିଲେ ବହୁ ଉପାସନାଙ୍କ ବିରୋଧରେ, ଯାହାକୁ ଖଣ୍ଡନ କରିଥିଲେ ଉପାସନା। ତେବେ ପୂର୍ବତନ ବିଧାୟକ ତଥା ଉପାସନାଙ୍କର ଶ୍ୱଶୁର ଅଜୟ ଜେନାଙ୍କ ଡାଏରୀ ଖୋଲିଛି ଅନେକ କଥା। ସେ ନିଜ ପ୍ରତିଦିନ ଡାଏରୀ ଲେଖି ରଖୁଥିଲେ। ଏହି ଲେଖା ଅନୁସାରେ ଥରେ ଅଧେ ବହୁ ବାଡ଼ିଆପିଟା କରିଥିବା କଥା ମହିଳା ଥାନାରେ ଅଭିଯୋଗ ଆଣିଥିଲେ। ଏମିତିକି ଅଶ୍ରୁକଣା ପ୍ରଧାନଙ୍କ ହାତଲେଖା ଏଫ୍ଆଇଆର୍ ବି ଅଛି। ସେପଟେ ପୋଲିସ ମଧ୍ୟ ସ୍ୱୀକାର କରିଛି କି ଏମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏବେ ଆଉ ଗୋଟିଏ କଥା ସାମ୍ନାରେ ରଖୁଛୁ। ଆମେ ଆଗରୁ କହିଥିଲୁ ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ଭଉଣୀ ଓ ଭଉଣୀ ଜ୍ୱାଇଁ ଯାଇ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ପୋଡ଼ିବାକୁ ଦେଇନଥିଲେ। ଆଉ ଉପାସନା ସକାଳ 6ଟାରେ ଶାଶୁ ମୃତ୍ୟୁବରଣ କରିଥିବା କଥା ଗଣମାଧ୍ୟମ ଆଗରେ କହିଥିଲା ବେଳେ ଅବସରପ୍ରାପ୍ତ ଡାକ୍ତରଙ୍କୁ ମଧ୍ୟ ରାତି 1:30ରେ ନିସ୍ତେଜ ହେବା କଥା କହିଥିଲେ। ଏ କଥା ନିଜେ କହିଥିଲେ ଡାକ୍ତର। ଏସବୁ ଘଟଣାକୁ ବାଦ ଦେଇ ଆମେ ଆଉ ଗୋଟିଏ ତଥ୍ୟ ଆଣୁଛୁ ଆପଣମାନଙ୍କ ସାମ୍ନାକୁ। ଯଦି ଅଜୟ ଜେନାଙ୍କ ହାତଲେଖା ଡାଏରୀ ସତ ହୋଇଥାଏ, ତେବେ ଘଟଣା ବହୁତ ସାଂଘାତିକ। ଆଉ ଏହି ଡାଏରୀ ଖୋଲିବ କି ଗୁମର କଥା? ଡାଏରୀରେ ଗୋଟି ଗୋଟି କରି ପୂର୍ବତନ ବିଧାୟକ ଅଜୟ ଜେନା ଅନେକ କଥା ଲେଖିଛନ୍ତି। ବହୁ କେତେ ନିର୍ଯାତନା ଦେଉଥିଲେ, କେତେ ଅତ୍ୟାଚାର କରୁଥିଲେ। ଏଭଳି ଅଭିଯୋଗ ଅଶ୍ରୁକଣାଙ୍କ ଭଉଣୀ ପୂର୍ବତନ ପ୍ରିନ୍ସିପାଲ ମୋନିକା ପ୍ରଧାନ ଓ ତାଙ୍କ ସ୍ୱାମୀ ତଥା ଓ ଅଶ୍ରୁକଣାଙ୍କ ଭଉଣୀ ଜ୍ୱାଇଁ ଅଜୟ ନନ୍ଦୀ ମଧ୍ୟ କହୁଥିଲେ। ଅଭିଯୋଗ ପରେ ଅଶ୍ରୁକଣାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ନେଇ ପୋଲିସ ପୋଷ୍ଟମର୍ଟମ କରିଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ତାଙ୍କ ଶବ ସତ୍କାର କରାଯାଇଥିଲା। ପ୍ରଥମ ଥର ବହୁ ଉପାସନା ସତ୍କାର କରିଥିବା ବେଳେ ମୃତ ଶରୀରକୁ ଜବତ କରିଥିଲା ପୋଲିସ। ତେବେ ପରେ ଦ୍ୱିତୀୟ ଥର ପାଇଁ ତାଙ୍କ ଭଉଣୀମାନେ ଶବ ସତ୍କାର କରିଥିଲେ। ଆସନ୍ତୁ ଜାଣିବା ସତ କ'ଣ। ତେବେ ଏସବୁ ଅଭିଯୋଗ ପରେ ଆମେ କଥା ହେବାକୁ ଚାହିଁଥିଲୁ ବହୁ ଉପାସନା ଷଡ଼ଙ୍ଗୀଙ୍କ ସହିତ। ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, ହେଲେ ସେ ଆମକୁ ବିଭିନ୍ନ ପ୍ରକାର ପାଲଟା ପ୍ରଶ୍ନ କରି ଫୋନ୍ ବନ୍ଦ କରିଦେଇଥିଲେ। ତେବେ ଆଲୋଚନା ହେଉଛି ଅଜୟ ଜେନାଙ୍କ ଡାଏରୀ ଘଟଣା ଉପରୁ ପରଦା ଉଠାଇପାରେ। ଯଦି ଡାଏରୀ ସତ କଥା କହେ, ତେବେ ସବୁକିଛିର ପର୍ଦ୍ଦାଫାଶ ହେବ କି? ପୋଲିସ ସଠିକ ତଦନ୍ତ କଲେ ଏସବୁ ପ୍ରଶ୍ନର ଉତ୍ତର ନିଶ୍ଚୟ ମିଳିବ। ଡାଏରୀ କହୁଛି ଟିକନିକ କରିକି ଦରପୋଡ଼ା ଶବର ପ୍ରତ୍ୟେକ କାହାଣୀ। ଏଇ ଡାଏରୀ, ଏଇ ଦୁଇଟି ଡାଏରୀର କଥା ଆପଣଙ୍କ ସାମ୍ନାକୁ ଆମେ ଆଣିବାକୁ ଚାହୁଁଛୁ। ସେ ଦରପୋଡ଼ା ଶବ କିଏ, ତାଙ୍କୁ କିଏ ପୋଡ଼ିବାକୁ ଯାଇଥିଲା, ଶବ କେମିତି ହେଲେ, କିଭଳି ପରିସ୍ଥିତି ଥିଲା, ଆମେ ପ୍ରତ୍ୟେକ ଖବର ନବା। ଆମ ସହିତ ଯୋଡ଼ି ହୋଇଛନ୍ତି ତାଙ୍କର ଭଉଣୀ, ଯିଏକି ଆମ ସହିତ ଅଛନ୍ତି। ତାଙ୍କର ପରିଚୟ ଟିକେ ନବା, ତାଙ୍କ ସହିତ ଆମେ ଆଲୋଚନା କରିବା। ଆପଣଙ୍କର କେ ନ୍ୟୁଜକୁ ସ୍ୱାଗତ। ଆପଣଙ୍କ ନାଁ ଆଉ ଠିକଣା ଟିକେ? ମୋ ନାଁ ମୋନିକା ପ୍ରଧାନ, ମୁଁ ଅଶ୍ରୁକଣା ପ୍ରଧାନଙ୍କର ସାନ ଭଉଣୀ। ଆଚ୍ଛା, ମତେ କୁହନ୍ତୁ ଯେ ଅଶ୍ରୁକଣା ପ୍ରଧାନ ତାଙ୍କର ସେ କ'ଣ କରୁଥିଲେ, ତାଙ୍କର ପ୍ରତ୍ୟେକ କଥା ଟିକେ କୁହନ୍ତୁ, ତାପରେ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ। ସେ ତ ଜଣେ ସାଇନ୍ସ ଟିଚର ଥିଲେ, ଭାରି ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ। ସେ କ୍ୟାପିଟାଲ ଟୁ ଗାର୍ଲସ ହାଇସ୍କୁଲରେ ଥିଲେ ବହୁତ ଦିନ ଧରି ସାଇନ୍ସ ଟିଚର। ତାପରେ ପରେ ସେ ଲାଷ୍ଟ ଆଡ଼କୁ, ତା ଆଗରୁ ବି ପୁରୀ ଜିଲ୍ଲା ସ୍କୁଲରେ ଥିଲେ ସେ ସାଇନ୍ସ ଟିଚର, ଏବଂ ତାପରେ ପରେ ସେ ନାଚୁଣୀ ହାଇସ୍କୁଲରେ ହେଡମିଷ୍ଟ୍ରେସ୍ ହେଇକି ରିଟାୟାର କଲେ। ଆଚ୍ଛା, ଜଣେ ପ୍ରଧାନ ଶିକ୍ଷୟିତ୍ରୀ ସେ କାହାକୁ ବିବାହ କରିଥିଲେ, କ'ଣ ଥିଲା ତାଙ୍କର ସେଇ ତଥ୍ୟ ଟିକେ ଦିଅନ୍ତୁ। ତାଙ୍କ ସ୍ୱାମୀ ଆପଣମାନେ ଭଲ ଭାବରେ ଜାଣିଛନ୍ତି। ସେ ହେଉଛନ୍ତି ପୂର୍ବତନ ବିଧାୟକ
ଏବଂ ମୁଖ୍ୟ ସଚେତକ ଥିଲେ ଆପଣଙ୍କର ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବଲିରେ ଏବଂ ସେ ଜଣେ ବହୁତ ରିନାଉଣ୍ଡ ଲିଡର ଅଫ୍ ବ୍ରହ୍ମଗିରି କନଷ୍ଟିଚୁଏନ୍ସି। କ'ଣ ତାଙ୍କ ନାଁ ଥିଲା? ଅଜୟ କୁମାର ଜେନା। ଆଚ୍ଛା, ଏଇ ଘଟଣା ଆମେ ସାମ୍ନାକୁ ଏଇଥିପାଇଁ ଆଣୁଛୁ ଯେ ତାଙ୍କର ଏଇ ଯୋଉ ଘଟଣା ଘଟିଛି ତାଙ୍କୁ ଆଜି ମାନେ ଯୋଉଭଳି ଭାବରେ ତାଙ୍କର ଶବ ମାନେ ନେଇକି କିଏ ପୋଡ଼ିବାକୁ ଯାଇଥିଲା ସେଇଠି ଆପଣ ପହଞ୍ଚିଥିଲେ, ପ୍ରତ୍ୟେକ କଥା ଟିକେ ଆମେ ନେବା। ଆକ୍ଚୁଆଲି 8 ତାରିଖ ଦିନ ଆରାଉଣ୍ଡ 9:30 9:45 ଆମକୁ ଗୋଟେ ରିଲେସନ୍ ଭିତରୁ ଜଣେ କଲ୍ କଲେ, କହିଲେ ଯେ 9 ତାରିଖ ତ ସିଏ ଫୋନ୍ କଲ୍ କରି କହିଲେ ଯେ ଆଉ ଆପଣଙ୍କର ମାନେ ଆମ ଖୁଡ଼ି ଚାଲିଗଲେ, ତାଙ୍କର ଜଣେ ପୁତୁରା। କ'ଣ ତାଙ୍କ ନାଁ? ତାଙ୍କ ନାଁ ହେଉଛି ମଳୟ କୁମାର ଜେନା, ମଳୟ କୀର୍ତ୍ତନ ଜେନା। ଆଉ ମୁଁ ଯେତେବେଳେ ପଚାରିଲି ତୁମେ କେମିତି ଜାଣିଲ କ'ଣ, ନା ମୋତେ ସୌମ୍ୟ ରଞ୍ଜନ ଜେନା ତାଙ୍କର ଆଉ ଜଣେ କଜିନ୍ ବ୍ରଦର ସିଏ ଫୋନ୍ କରି କହିଲେ ମଳୟ ତୁ କେଉଁଠି ଅଛୁ ଆଉ ଜଲ୍ଦି ଆସେ, ଖୁଡ଼ି ନା ତାଙ୍କର ବୋଧେ ମାଇଁ ହେବେ କି କ'ଣ ଆଉ ଚାଲିଗଲେ, ତା ଅଧା ଜଳେ ସରିଗଲାଣି, ଆମେ ଜଲ୍ଦି ଆସ, ଅଧା ଜଳିଗଲେଣି। ତ ମୁଁ ଯେତେବେଳେ ଏଇ କଥା ସେ କହିଲେ ମୁଁ କହିଲି ଆରେ ତାହେଲେ ମୋତେ ଆଗରୁ କାହିଁକି ଜଣେଇଲି ନା, ଆମେ ତ କେହି ବି ଜାଣିନୁ, ଆଉ ମାଉସୀ ଜଲ୍ଦି ଆସ। ତ ବାଧ୍ୟ ହେଇକି ଆମେ ସାଙ୍ଗେ ସାଙ୍ଗେ ମୋ ମିଷ୍ଟରଙ୍କୁ କହିଲି ତୁମେ ପୋଲିସରେ ଇନଫର୍ମ କର ଆଉ କ'ଣ ହେଇଛି ଚାଲ ଶୀଘ୍ର ଯିବା। ଯେତେବେଳେ ଆମେ ଶ୍ମଶାନ ପଳେଇ ଆସିଥିଲୁ, ସତ୍ୟନଗର ଶ୍ମଶାନ ଆମେ ଆଗ ଆସିଲୁ ଏବଂ ଆସି ସାରିଲା ପରେ ଏବଂ କିନ୍ତୁ ଫୋନ୍ରେ ତାଙ୍କୁ କହିଥିଲୁ ବର୍ତ୍ତମାନ ଯାହା ବି ଆମେ ଏମିତି ଘଟଣା ଶୁଣୁଛୁ ଆପଣ ଏଟାକୁ ବନ୍ଦ କରନ୍ତୁ। ଆଚ୍ଛା, ଆଉ ଗୋଟେ କଥା କୁହନ୍ତୁ, ଆପଣଙ୍କର ଏଇ ଯୋଉ ଡାଏରୀ, ଏଇ ଡାଏରୀ ଯେତେବେଳେ କେତେବେଳେ ଆପଣଙ୍କ ସାମ୍ନାକୁ ଆସିଲା ଯେ ଆପଣଙ୍କର ଏଇ ଡାଏରୀ ସେ ବହୁର ପ୍ରତ୍ୟେକ କଥା ଟେକ୍ନିକ୍ କରିକି କହୁଛି, ସେଇଟା କେତେବେଳେ ସାମ୍ନାକୁ ଆସିଲା? ଆପଣ ମହିଳା ଥାନାରେ କେବେ କେସ୍ ହେଇଥିଲା, ଏସବୁ କଥା ଟିକେ ଆମେ ଜାଣିବା। ସେଇଟା ତ ମୁଁ କହିଲି ଆପଣଙ୍କୁ ଡେଟ୍ଟା ଏକ୍ଜାକ୍ଟଲି ଦେଖିଲେ ହେବ, ମୋର ଏତେ ଇଏ ଆସୁନି। ବହୁ ଏଗେନଷ୍ଟରେ ହେଇଥିଲା ଅତ୍ୟାଚାର ପାଇଁ? ହଁ ଏବଂ ବୋହୂକୁ ବି ଡାକିକି ପୋଲିସ୍ ଷ୍ଟେସନରେ ବି ତାଙ୍କୁ ବୁଝାବୁଝି କରିଥିଲେ ଯେ ତୋ ଶାଶୁ ସାଙ୍ଗରେ ଏମିତି କରନି, ତମେ ମିଶିକି ରୁହ, କିନ୍ତୁ ମିଶ ନ ମିଶ କିନ୍ତୁ ତମେ ଏଭଳିଆ ପ୍ରୋବ୍ଲେମ୍ କ୍ରିଏଟ୍ କରନି, ଏଇଟା ଗୋଟେ ଥିଲା ଫ୍ୟାକ୍ଟ। ଆଉ ଏ ଯେଉଁ ଡାଏରୀ ବିଷୟରେ ପଚାରିଲେ ଏଇଟା ପ୍ରଶ୍ନ ହେଲା କେତେବେଳେ, ଯେତେବେଳେ ଆମର ବଡ଼ ଭିଣେଇ ଯିଏ ଆମର ଅଜୟ କୁମାର ଜେନା ଯିଏ ସେ ଏକ୍ସପାୟାର୍ଡ଼ କରିଗଲେ ଆପଣଙ୍କର ଅକ୍ଟୋବର 2023 ହଁ, ଯେତେବେଳେ ଏକ୍ସପାୟାର୍ଡ଼ କରିଗଲେ ସିଏ ବି ଏଠି ରହିପାରିଲେନି, କାହିଁକିନା ସେ ଯାଇକି ଘାଟିକିଆ ଘରେ ରହିଲେ 2 ବର୍ଷ କାଳ, ସେ ତାଙ୍କୁ ଏଠି ରଖିଦେଲାନି, ବ୍ୟଥିତ ବହୁତ, ଯେଉଁଥିରେ କି ଡାଏରୀରେ ସବୁ କ୍ଲିୟରଲି ମେନସନ୍ ହେଇଛି କେମିତି ତାଙ୍କୁ ପ୍ରତ୍ୟେକ ଦିନ ତାଙ୍କ ସାଙ୍ଗରେ ପ୍ରୋବ୍ଲେମ୍ କ୍ରିଏଟ୍ କରୁଥିଲା, ମାରଧର କରୁଥିଲା, ଗୋଡ଼ିଆଗୋଡ଼ି କରୁଥିଲା, ହାତ ଆଙ୍ଗୁଠି ମାଡ଼ି ଦେଇଛି, ସବୁ ପ୍ରମାଣ ରହିଛି ତା ଭିତରେ, ଡାଏରୀ ଭିତରେ ସବୁ ଲେଖିଛନ୍ତି ସେ ଭିଣେଇ, ସବୁ ଗୋଟି ଗୋଟି କରି ଲେଖା ହେଇଛି, ତାର ପ୍ରମାଣ ବି ଆପଣ ଯେତେବେଳେ ମାଗିବେ ଦେବି। ସେ ଏଠି ସେଇ ମାନେ ଟେନସନ୍ରୁ ସେ ଯାଇକି ଘାଟିକାରେ ଗୋଟେ ଘର ଥିଲା ତାଙ୍କ ସେଇ ଘରେ ରହୁଥିଲେ ଏବଂ ତାଙ୍କ ଭଣଜା ଯାଇକି ତାଙ୍କର ସେବା କରିଛି 2 ବର୍ଷ କାଳ। ଆମମାନଙ୍କୁ ବି ଯିବାକୁ ଭୟ ଲାଗୁଥିଲା, ସେ ତାର ଗୋଟେ ଧାରଣା ହେଉଥିଲା ଯେ ଆମେ ସବୁ ଜମି କାଗଜପତ୍ର ସବୁ ଲେଖାଲେଖି କରିନେବୁ ବା ଆମେ ତାର ପ୍ରପର୍ଟିରେ ସମସ୍ତେ ଭାଗିଦାର ହେବୁ ବୋଲି, କିନ୍ତୁ ଏଇଟା ଭୁଲ ତଥ୍ୟ। ସେ ଜଣେ ତ କେହି ତ ତାକୁ ସାହାଯ୍ୟ କରିବେ, ତେଣୁ ତାଙ୍କ ଭଣଜା ଯାଇକି ସେଠି କରୁଥିଲେ, ସେମାନଙ୍କ ନାଁରେ ବି କେସ୍ ଦେଲା କୋର୍ଟରେ ଯେ ଏମାନେ ମୋତେ ଆସିକି ଆଟେମ୍ପ୍ଟ ଟୁ ରେପ୍ କେସ୍ରେ ବି ପକେଇଛି। ଆଉ ଫାଷ୍ଟ ଇଏ ହେଉଛି ପୁଲିସକୁ ସିଏ କାହିଁକି ଜଣେଇ ନାହାନ୍ତି? ଯେତେବେଳେ ଏଟା ଗୋଟେ ଇନଭେଷ୍ଟିଗେସନ, ପୁଲିସ ଆମକୁ ପ୍ରୋହିବିଟ୍ କରିଛି ଏବଂ କହିଛି ଯେ ଇଟ୍ ଇଜ ଅଣ୍ଡର ଇନଭେଷ୍ଟିଗେସନ, ଡୋଣ୍ଟ ଗୋ ଟୁ ଦିସ୍ ହାଉସ୍। ଯେତେବେଳେ ପୁଲିସର ଇନଭେଷ୍ଟିଗେସନ ଚାଲିଛି ସେତେବେଳେ ୱିଦାଉଟ୍ ଇନଫର୍ମ ଦି ପୁଲିସ ରିଲେଟିଭ କାହାକୁ ନ ଜଣେଇକି ଜଣେ ଲେଡି ରାତିରେ ଡେଡ୍ ବଡି ନେଇକି ଯାଇକି ଗୋଟେ କ୍ରିମେସନ କରିବା ୱିଦାଉଟ୍ ମେଡିକାଲ ସାର୍ଟିଫିକେଟ, ଏବଂ ସେ ସାର୍ଟିଫିକେଟ କ'ଣ ହେଇଛି ନା ଇଟ୍ ଇଜ ଫର୍ ସାର୍ଟିଫିକେଟ, ଆପଣଙ୍କୁ ମୁଁ କପି ଦେଇଦେବି, ଇଟ୍ ଇଜ ଅଣ୍ଡର ଏନକ୍ୱାରି। ଆପଣଙ୍କର ଫର୍ଜ କେମିତି ନା ଡକ୍ଟର ଡିକ୍ଲେୟାର କରିଛି ଡେଥ୍ ଏଟ୍ 1:30, ବୁଝିଲେ ନା, କିନ୍ତୁ ସେ ଡକ୍ଟର ପୁଣି କୋଉଠିକାର ନା ସତ୍ୟନଗର ମଶାଣି ପାଖରେ ତା ଘର, ଇଏ ରହୁଛନ୍ତି ମଧୁସୂଦନ ନଗର। ମଧୁସୂଦନ ନଗର କ'ଣ ଡକ୍ଟର ନାହାନ୍ତି? ମଧୁସୂଦନ ନଗରରେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ନାହିଁ? କ'ଣ ନାହିଁ? କ୍ୟାପିଟାଲ ହସ୍ପିଟାଲ ନେଇପାରିବେ। ୟେସ୍, ଆପଣ ମଶାଣି ପାଖକୁ ନେଇକି ଏବଂ ତାଙ୍କ ବାଇଟରେ ବିଭିନ୍ନ ପୁଲିସ ବି କହିଛନ୍ତି ଯେ ସିଏ କହୁଛନ୍ତି ଯେ ଶୋଇକି ଉଠିଥିଲେ, ଉଠିଲା ବେଳକୁ ଆପଣଙ୍କର ସେ ମରିଯାଇଛନ୍ତି। ତେଣୁ ଡକ୍ଟର ପାଖରେ 1:30 ବେଳକୁ କେମିତି ସାର୍ଟିଫିକେଟ ଆଣିଲେ? ଆଇ ଏମ୍ ଆସ୍କିଂ ଦି କ୍ୱେଶ୍ଚନ ଟୁ ୟୁ ଆଣ୍ଡ ଅଲ୍ ପର୍ସନ୍ସ। ସେଠିରେ ଲେଖା ହେଇଛି, ଟାଇମ୍ ଲେଖା ହେଇଛି। ୟେସ୍, ଆଇ ୱିଲ୍ ଶୋ ୟୁ, ଜଷ୍ଟ ନାଓ।
ଆଚ୍ଛା ବର୍ତ୍ତମାନ ଆପଣ ସେ ଯୋଉ ଶବ ଦରପୋଡ଼ା ହେଲା ତାକୁ କଣ ତାର ବ୍ୟବସ୍ଥା କରାହେଲା ପୁଣି କାହିଁକି ଆଣିଲେ କଣ ତା ପାଇଁ ବ୍ୟବସ୍ଥା ସେଟା ହେଇଥିଲା ଆମେ ଟିକେ ଶୁଣିଲା କହିବେ? ପରେ ଏଜ ଏନ୍ ଆଡଭୋକେଟ ପ୍ରଥମ କହୁଛି ରିଲେଟିଭ କୁ ମୁଁ ଛାଡି ଟିକେ ଦିଅନ୍ତୁ। ବନ୍ଦ କରିବି ଏଇଠି ଆପଣଙ୍କର ଗୋଟେ କଥା ରହିଛି ଯେତେବେଳେ ଏଇ କଥା ଉଠିଛି ତ ଆଉ ଗୋଟେ କଥା ରହିଛି ସିଏ ବି ଆପଣଙ୍କର ଯୋଉ କୁହାଯାଏ ଯେ ଉପାସନା ଷଡ଼ଙ୍ଗୀ ଯିଏ ତାଙ୍କର ବୋହୂ ସିଏ ତାଙ୍କ ଶ୍ୱଶୁରକୁ କହିଛନ୍ତି ଯେ ମୁଁ ଆଉ ଗୋଟେ ମ୍ୟାରେଜ କରିବି ଆଉ ପରମିଶନ ଦିଆଯାଉ Yes. ସେଇଟାର କଥା ଗୋଟେ କଣ ଥିଲା କାଗଜ ଆପଣ ଆମକୁ ଦେଖାଉଥିଲେ that document also I have filed in the court. ଆପଣଙ୍କର that is very valuable ଇଏ ଏବଂ ସେଥିରେ ସେ ସାଇନ୍ କରିଛି। ଆପଣ ଜାଣିଥିବେ ଜଣେ ଯଦି ସେକେଣ୍ଡ ମ୍ୟାରେଜ କରି ଯାଉଛି ୱିଡୋ ତାହେଲେ ତାର ପ୍ରଥମ ସ୍ୱାମୀର ପ୍ରପର୍ଟି ସେ ପାଇବନି ଜମା। ବୁଝିଲେ ନା ସେ ଡକୁମେଣ୍ଟ ବି ଅଛି ଆମ ପାଖରେ କିନ୍ତୁ ସେଇଟା ଏଟା ନିଜେ ହାତ ଲେଖା ତାଙ୍କର ହାତ ଲେଖା ତେବେ ଆଜି ଏଇ ଯୋଉ ଘଟଣା ଘଟିଲା ଆଉ ଶବ ପୁଣି ଆଉଥରେ ଆପଣ ଏମ୍ସ କୁ ନେଲେ yes କ୍ୟାପିଟାଲ ହସ୍ପିଟାଲ ଗଲା ବ୍ୟବଚ୍ଛେଦ ପାଇଁ କିନ୍ତୁ ହେଲାନି ଏମ୍ସ କୁ ନେଲେ ତ ତାର କାରଣ କଣ ସେଇଟା ତ ପୋଲିସର ଇଣ୍ଟରନାଲ ଜିନିଷ ମୁଁ ଜାଣିନି ମତେ କିନ୍ତୁ ଯେତେବେଳେ ମୋ ଡେଡ ବଡି ସିଜ୍ ହେଲା ସେତେବେଳେ ମୁଁ ଆଇ ଲଜ୍ 2 ଏଫଆଇଆର ଗୋଟେ ହେଲା ଯେ ସି ହେଜ୍ କିଲ୍ଡ in the night and she was burning the dead body in order to vanish all the evidence ଆପଣ ଯଦି ଥରେ ପୁଡି ଗଲେ ପୁରା ଆପଣ କଣ ଏଭିଡେନ୍ସ ଅଛି ଆପଣ କଣ କରିବେ ଆଚ୍ଛା। ଆପଣ କିଛି କରିପାରିବେନି କହିପାରିବେ କି ଆଉ କୋଉଠି ନା ଗୋଟେ ମୁଁ କୋଉଠି? ରିକ୍ୱେଷ୍ଟ କରିଥିଲି ଆଉ ଗୋଟେ ଦେଇଥିଲି ଯେ ମୋର ସେ ପିଲାଟାକୁ ମତେ ଦିଆ ହଉ ମୁଁ ତ ପ୍ରପର୍ଟି ମାଗିନଥିଲି ମୁଁ ଯାଇକି ମାଗିଥିଲି ମୋର ଯୋଉ ହ୍ୟାଣ୍ଡିକ୍ୟାପ୍ଡ ପିଲାଟା ରହିଯାଇଛି ସେ ବିଚାରାକୁ ମାରିଦେବ ତାକୁ କାଲି ରାତିରେ ତାକୁ ଟିକେ ମତେ ଦିଅନ୍ତୁ ଏଇଟା ଇନ୍ ଦ ଫର୍ମ ଅଫ ଏଫଆଇଆର ଦେଇଥିଲି ଏବଂ ଯୋଉ ଆଇଆଇସି ଯାଇଛନ୍ତି ତାଙ୍କୁ ସବୁବେଳେ ସେ ସାର୍ ଟିକେ ରହିଯାଆନ୍ତୁ ମୁଁ ଟିକେ ଡେଡ ବଡି ବିଷୟରେ କରିଦିଏ ତାପରେ ଆମେ ସନ୍ଧ୍ୟାବେଳେ ତାକୁ ରେସ୍କ୍ୟୁ କରିବୁ ଏବଂ ସେ କରିଥିଲେ ସିଏ ଆଚ୍ଛା ନାଇଁ ମୋ କହିବା କଥା ହେଲା କୋଉଠି ବାସ୍ନା ଅଛି କି କୋଉଠି ଲାଗୁଛି କି କୋଉଠି ନା କୋଉଠି ପୋଲିସର କହିବିନି କିନ୍ତୁ ଦାୟିତ୍ୱ ମତେ ଟିକେ ବାସ୍ନା ଲାଗୁଛି ସେମାନେ ଇନଆକ୍ଟିଭ ମତେ ହେଲ୍ପ କରିନଥିଲେ ଯଦି ହେଲ୍ପ କରିଦେଇଥାନ୍ତେ ସେଇଦିନ ଯଦି ମତେ ହେଲ୍ପ କରିଥାନ୍ତେ ମୋ ଦିଦିଟାକୁ ମୁଁ ରକ୍ଷା କରିଦେଇ ପାରିଥାନ୍ତି କାହିଁକିନା ସେ ମତେ କହିଲେ ନାଇଁ ଆପଣ ନେଇପାରିବେନି ତାଙ୍କୁ ୱିଦାଉଟ୍ ଫାଇଲିଂ କେସ୍ ଆପଣ କୋର୍ଟରୁ ଅର୍ଡର ନ ଆଣିଲେ ତାଙ୍କୁ ନେଇପାରିବେନି ଗୋଟେ ଲୋକ 78 ଇୟର୍ସ ତାକୁ ମୁଁ ଆଣିବା ପାଇଁ କହୁଛି ମୁଁ ଜଣେ ରିଲେଟିଭ ଯାହାର ମୁଁ ସବୁବେଳେ କରି ଆସୁଛି ମୁଁ ମତେ ସେ କାହିଁକି ସେଦିନ ପ୍ରୋହିବିଟ୍ କଲେ ଆଣିବା ପାଇଁ ଯଦି ମତେ ପ୍ରୋହିବିଟ୍ କଲ ସବୁ ଦିନ ଯାଇକି ତାଙ୍କର କେୟାର ନଉଥିଲ କି ଯଦି ନଉନଥିଲ ତାହେଲେ ଯେତେବେଳେ ମରିଗଲା ଜଣେ ୱିଦାଉଟ୍ ୟୋର ଇନଫର୍ମେସନ ଜଣେ ନେଇକି କ୍ରିମେସନ କରୁଛି ସେଠି ତାହେଲେ ତାକୁ ଆପଣ କଣ ଟ୍ରିଟ୍ କରିବେ ନଟ୍ ଓନ୍ଲି କ୍ରିମିନାଲ ଡେଡ୍ କ୍ରିମିନାଲ ଆଉ କଣ କହିବି ମତେ କୁହନ୍ତୁ ତ ଆଜି ଏଇ ଯୋଉ କଥାଟା ଯେତେବେଳେ ଉଠୁଛି ଆପଣ ପୋଲିସ ଆପଣଙ୍କୁ ସାହାଯ୍ୟ ସହଯୋଗ କରିନଥିଲା ଏଇ କ୍ଷେତ୍ରରେ ବୋଲି ପୁଲିସର ସାହାଯ୍ୟ ସେମାନେ ମୁଁ ଯୋଉଟା ଏକ୍ସପେକ୍ଟ କରୁନଥିଲି କରିନାହାନ୍ତି ଆଉ ଯଦି କରିଥାନ୍ତେ ମୁଁ ଗୋଟେ ଲୋକଟାକୁ ବଞ୍ଚେଇ ଦେଇଥାନ୍ତି ମୁଁ ପାରିଲିନି କିନ୍ତୁ ମୁଁ ଅପେକ୍ଷା କରିଥିଲି ଠିକ ଅଛି ମତେ ପୁଲିସ ନ କଲା ମୁଁ 18 ତାରିଖ ଦିନ କେସରେ ମୁଁ ତାଙ୍କୁ ବାହାର କରିବି କିନ୍ତୁ କେସରେ 18 ତାରିଖ ଦିନ ମୁଁ ତାଙ୍କୁ ବାହାର କରିଥାନ୍ତି ମୁଁ ପ୍ରପର୍ଟି ବିଷୟରେ କୌଣସି ଆମେ କେବଳ ହଜବେଣ୍ଡ ଆମେ ଦି ଜଣଙ୍କର ମେନ୍ ଇଣ୍ଟେନସନ ହଉଛି ଗୋଟେ ବୁଢୀ ଏବଂ ତାର ମେଣ୍ଟାଲି ହ୍ୟାଣ୍ଡିକ୍ୟାପ୍ଡ ଝିଅଟାକୁ କେମିତି ଆଉ ପ୍ରପର୍ଟି ଯୋଉଟା କହିଲେ ଆପଣଙ୍କର ଆଇ ଏମ୍ ସାମହାଉ ଆଇ ଏମ୍ ଏଗ୍ରି ଗୋଟେ ଆପଣ କୁହନ୍ତୁ ମତେ ଗୋଟେ ମେଣ୍ଟାଲି ହ୍ୟାଣ୍ଡିକ୍ୟାପ୍ଡ ଝିଅକୁ ଯଦି ଆପଣ ଲିଗାଲ ଗାର୍ଡିଆନସିପ ନେବେ ଆପଣ ପଇସା କୋଉଠୁ ଆଣିକି ଖର୍ଚ୍ଚ କରିବେ ମତେ କୁହନ୍ତୁ ଦିଟା ଚାକରାଣୀ ରଖିଲେ ଆପଣଙ୍କର 20-40 ହଜାର ପଳେଇଗଲା ତ ଗୋଟେ କଥା ଶୁଣନ୍ତୁ ଏଇଟା କଥା ନାହିଁ ଏଇଟା ଆମେ କାଟିବା ଯୋଉ ଆଉ ଗୋଟେ କଥା କହୁଛି ଯେ କେବେ ଥିଲା ଡେଟ୍ ଯୋଉଟା କି ତାଙ୍କର ଶୁଣାଣି ବୋହୂ ପାଇଁ ବୋହୂକୁ ଗିରଫ କରାଯାଇଥାନ୍ତା ତାଙ୍କର ଏଇ କଥାରେ କୋଉଟାରେ ଏବେ ଡେଟ୍ ଗୋଟେ ଥିଲା ତା ପୂର୍ବରୁ ଆପଣ କହୁଛନ୍ତି କି 18 ସେଟା ଗିରଫ ନୁହେଁ ସେଟା ଏଇ ଯୋଉ ସିଏମଆର କେସ୍ ଏଗେନ୍ ସେ ଫାଇଲ କରିଥିଲା ସେଟା କଣ ନା ଆପଣଙ୍କର ସେଇ ଘରର ମ୍ୟାନେଜର ହବ ଆଉ ତାର ମେଣ୍ଟାଲି ହ୍ୟାଣ୍ଡିକ୍ୟାପ୍ଡ ଝିଅର ଲିଗାଲ ଗାର୍ଡିଆନ ହବ 60ଟା ଯୋଉଟା 18 ତାରିଖ ଅଛି କେସ୍ ସେଇଦିନ କଣ ହେଇଥିଲା ମୁଁ ରେଡି ହେଇଥିଲି ତାଙ୍କୁ ରେସ୍କ୍ୟୁ ପୁଣି ଆଉ ଥରେ ପୁଲିସକୁ କହିଥାନ୍ତି କୋର୍ଟକୁ ଆପଣ ଅର୍ଡର କରନ୍ତୁ ତାଙ୍କୁ ମୁଁ ବାହାର କରିକି ଆଣିବି ବାହାରକୁ ମାନେ ଫ୍ରି କରିବି ତାଲା ବନ୍ଦ ହବ ତାଲା ଖୋଲା ହବ ତାକୁ କୁହନ୍ତି ଇଞ୍ଜେକ୍ସନ ଆପଣ ତାଲା ଖୋଲା ହବ ଗେଟ୍ ଖୋଲା ରହିବ ସବୁବେଳେ ଯେମିତି ଫ୍ରି ମୁଭମେଣ୍ଟ ତାକୁ କୁହନ୍ତି ଫ୍ରି ମୁଭମେଣ୍ଟ ଆଚ୍ଛା ସେଇଠି କିଛି ଡାଉଟ୍ ଆପଣଙ୍କର ରହୁଛି କି ସେଇଠି ନା ସେଇଟା କାହିଁକି ସିଏ କରିଥିଲେ ମୋର ଡାଉଟ୍ କଣ ଆଇ ଏମ୍ ଭେରି ମଚ୍ ସିଓର ଏମିତିକା କନଫାଇଣ୍ଡ କରିକି ତାଙ୍କୁ ରଖିଦେଲେ ସିଏ ତାଙ୍କ କେସ୍ ବିଷୟରେ ଜାଣିପାରିବେନି ସି ଇଜ ଦି ଅପୋଜିଟ୍ ପାର୍ଟି ସିଏ ଯଦି କୋର୍ଟରେ ଯଦି ଓକିଲ ଥ୍ରୋରେ ଯାଇକି ପ୍ରେସ୍ ନ କରୁଛନ୍ତି ଅବଜେକ୍ସନ ନ କରୁଛନ୍ତି କେସ୍ଟା ଏକ୍ସପର୍ଟ ହେଇଯିବ ଏକ୍ସପର୍ଟ ହେଇଗଲେ ତା ଫରରେ ଅର୍ଡର ପଳେଇଯିବ ସେ ମ୍ୟାନେଜର ହେଇଗଲା ସରିଲା କାମ ଆଉ କଣ ରହିଲା ମତେ କୁହନ୍ତୁ ନା ଯେତେବେଳେ ତାଙ୍କ ଏଗେନଷ୍ଟରେ ଶୁଣାଣି ହବାକୁ ଯାଉଥିଲା ତା ପୂର୍ବରୁ ସିଏ ସେମିତି କିଛି ଆପଣଙ୍କର ସନ୍ଦେହ ଘେରକୁ ଆସିଛି ମୋର ସନ୍ଦେହ ଆସୁଛି
ଆପଣ ସନ୍ଦେହ ନ ଆସିଥିଲେ ମୁଁ କାହିଁକି ଆଗରୁ କହିଯାଇଛି ମୁଁ ନା ଆପଣଙ୍କର ୱିଦାଉଟ୍ ଗୋଟେ ଜଣେ ଲେଡି ରାତି 1-2 ବେଳେ ହ୍ୱାଟ ଏଭର ଇଟ୍ ମେ ବି ଏକା ୱିଦାଉଟ୍ ଇନଫର୍ମିଂ ଏନିବଡି ଆଣ୍ଡ ଷ୍ଟାଚ୍ୟୁଟରୀ ଅଥରିଟି ପୋଲିସ ଏକା ଯାଇକି କାହିଁକି ଜାଳୁଥିଲା ସେଠି ବାଇ ଟେକିଂ ୱାନ୍ false doctor certificate. I will tell that false certificate. You can ask me the question. କାହିଁକି ନା ଆପଣଙ୍କର ମଧୁସୂଦନ ନଗର ପାଖରେ ଏତେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ କେତେ ବଡ ବଡ ହସ୍ପିଟାଲ ସେଠି ଡେଡ ବଡି ନ ନେଇକି ତମେ ଗୋଟେ ଫେକ୍ ଡାକ୍ତର ଜାଣେନି କେଉଁ ଡାକ୍ତର ସିଏ ଶ୍ମଶାନ ପାଖରେ କି ସତ୍ୟନଗରରେ ସେଠୁ ଡାକ୍ତର ପାଖରୁ କାହିଁକି ଆଣିଛ ସାର୍ଟିଫିକେଟ ଯିଏକି ଡିକ୍ଲେୟାର କରିଛି ଡେଥ୍ ଆଟ୍ 1:30 ଡେଥ୍ ହଉଛି 1:30 କିନ୍ତୁ ପୋଲିସ ଏବଂ ସବୁ ଷ୍ଟେଟମେଣ୍ଟ ଆସୁଛି ପୋଲିସ ବି ନିଜେ କହିଛି ଯେ ସେ ଇଏ ଯେତେ ତାକୁ ପଚାରିଛନ୍ତି କ୍ୱେଶ୍ଚନ ସେ ଉପାସନା ଷଡ଼ଙ୍ଗୀକୁ ସେ କହିଛି ମୁଁ ସକାଳେ ଉଠିଲା ବେଳେ ସେ ମରିଯାଇଛନ୍ତି। That's why I'm having it out. ଏ ଡାଇରୀ ଆପଣଙ୍କ ସାମ୍ନାକୁ କେତେବେଳେ ଆସିଛି? ଡାଇରୀ ସାମ୍ନାକୁ ଆସିଲା ଯେତେବେଳେ ଯୋଉ କେସ୍ ଫାଇଲ କରିଦେଲା ସେତେବେଳେ ମୋର ତ ଆଗେନ୍ଷ୍ଟ କିଛି ନ ଲେଖିଲେ ମୁଁ ତ ଜିତି ପାରିବିନି ନା। ଆମର ଓକିଲ କାମ ହଉଛି ଆମେ କେସ୍ ଜିତିବୁ ୱିଥ ଅଥେଣ୍ଟିକେଟ ଡକୁମେଣ୍ଟ ଫଲ୍ସ ଡକୁମେଣ୍ଟରେ। ତେଣୁ ସେ ସବୁ ଖୋଜା ହେଲା ଯେତେବେଳେ ତାଙ୍କର ଡକୁମେଣ୍ଟ ସବୁ ଏ ସବୁ ଡାଇରୀ ଫାଇରୀ ତାଙ୍କର ଥିଲା କୋଉଠି ମତେ ସବୁ ମିଳିଲା କିଛି କିଛି ମିଳିଲା। ଆଚ୍ଛା ଏ ଡାଇରୀରେ ପ୍ରତ୍ୟେକ କଥା ଲେଖାଯାଇଛି ବହୁର ଅତ୍ୟାଚାର ଉପରେ? ୟେସ୍ ନା ନା ବହୁର ସବୁ ନାହିଁ ସେଥିରେ ସିଏ ତାଙ୍କର ଗୋଟେ ହେବିଟ ହଉଛି ତାଙ୍କର ଯେ ସବୁଦିନ ଡାଇରୀ ଲେଖନ୍ତି ମୁଁ ଦେଖୁଥିଲି ଡେଟ୍ ଏଭ୍ରି ଡେ ସେଥିରେ ଲେଖିଛନ୍ତି ଆଜି ମୁଁ କଣ କଲି କାଲି କଣ କଲି କିନ୍ତୁ ମ୍ୟାକ୍ସିମମ୍ ଜିନିଷ ଅତ୍ୟାଚାର ବିଷୟରେ ଲେଖା ହେଇଛି ଦେଖନ୍ତୁ ଆପଣ। ଭୁବନେଶ୍ୱର ରାଜାଙ୍କ ରିପୋର୍ଟ କେ ନ୍ୟୁଜ୍ ଓଡ଼ିଶା।